भाई ये केते वर्ष हेलाଣି ଆପଣ ପାଖରେ ଛାଡୁଛନ୍ତି ବୋଲିରେ ହେଲା 2 ବର୍ଷ ହେଇଗଲା। 2 ବର୍ଷ କେମିତି କ'ଣ ଲାଗେ ଆମର ବଢ଼ିଆ ଥିଲା। ଆପଣ ବଡ଼ିଟା ମାନେ ନିଜ ପିଲା ପରିକା ରଖୁଛ, ଯେଉଁଟା ଆମେ ଯେମିତି ରଖୁଛୁ ତମେ ବି ସେମିତି ରଖୁଛ। ସେଥିପାଇଁ ବହୁତ ବହୁତ ଥ୍ୟାଙ୍କ୍ସ ଫର୍ ଦ୍ୟାଟ୍। ଘର ଭିତରେ ପୁଣି ରଖୁଛ, ସେଇଟା ହେଉଛି ଇଏ କେନାଲରେ ରଖିନଥାନ୍ତି କିଛି ରହିଲେ। ଆଉ ଏଇଥର ଭାଇ ଆପଣଙ୍କର ଟିକେ ଯେଉଁ ପ୍ରୋବ୍ଲେମ୍ ହେଲା ଯେଉଁ ଟ୍ରାନ୍ସପୋର୍ଟେସନର କିଛି ଆମ ତରଫରୁ ନାଇଁ ନାଇଁ ଭଲ ଭଲ ଥିଲା, ସେଟା ବେଷ୍ଟ ଥିଲା। ମୋତେ ତ ପଡ଼ିଲାନି, କିଛି ଅସୁବିଧା ହେଲାନି। କିନ୍ତୁ ମୋର ମାନେ ମୁଁ ଆଗରୁ ଟାଇମ୍ ହେଉଥିଲା ବୋଲି ଛାଡ଼ି ଦେଉଥିଲି, ସେଠି ଅସୁବିଧା ସମୟ ଟିକେ ଥିଲା ବୋଲି ଯାଇ ହେଲାନି। ଆଉ ଏଥର ବହୁତ ଭଲ ହେଲା, ପାଣି ନେଇଗଲା ଭଲ ଯାଇଥିଲା ଯେମିତି ସେମିତି ଆସିଛି ସାର୍ ରିଟର୍ନ କିଛି ପ୍ରୋବ୍ଲେମ୍ ହେଇନି? ନାଇଁ ନାଇଁ କିଛି ଅସୁବିଧା ହେଇନି। ବେଟର୍ ଯେମିତି ଆମେ ରଖିଛୁ ସେମିତି ଆମେ ବି ରଖୁଛୁ। ଭାଇଙ୍କର ହସ୍କି 2 ବର୍ଷ ହେଲାଣି ସେ ଆମ ପାଖରେ ମାନେ ହଷ୍ଟେଲରେ ଯାଉଛି। ଆପଣମାନେ ଶୁଣିପାରିଥିବେ ଭାଇ କହୁଥିଲେ ଯେଉଁଟାକି ସେ ତାକୁ ଆମେ ଏଜ୍ ଏ ଫ୍ୟାମିଲି ମେମ୍ବର ହିସାବରେ ହିଁ ଘରେ ନେଇକି ରଖୁ। କାରଣ ସେ ହେଲା ହସ୍କି ବ୍ରିଡ୍ର, ସେ ଗରମ ସହିପାରିବନି ଆଉ ପ୍ରୋବ୍ଲେମ୍ ହୁଏ, ଖରା ମାସରେ ପ୍ରୋବ୍ଲେମ୍ ହୁଏ। ସେଇଥିପାଇଁ ଆମେ ତାକୁ କେନାଲରେ ନ ରଖିକି ଘରେ ସବୁବେଳେ ରଖୁ। ତ ଆପଣଙ୍କୁ ବି ଯଦି କେଉଁ ଟାଇମ୍ରେ ବୋର୍ଡ଼ିଂର ହଷ୍ଟେଲର କିଛି ଆବଶ୍ୟକ ହୁଏ ତାହେଲେ କଣ୍ଟାକ୍ଟ କରିପାରିବେ।